ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଆସିଲା ଖୁସି ଖବର। ଗତ ଭିଡ଼ିଓ ମାଧ୍ୟମରେ ମୁଁ କହିଥିଲି ଗତକାଲି ଯେ ଆସନ୍ତାକାଲି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସିବ ବୋଲି। ତେଣୁ ଆଜି ଆସିଯାଇଛି। କେତେବେଳେ ଆସିଯାଇଛି ନା ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ କହିଥିଲି ଯେ 12ଟା ପୂର୍ବରୁ ଆସିବ ବୋଲି। ଆଜି 8ଟାରୁ ଆରମ୍ଭ ହୋଇସାରିଛି ଏହି ସୁଭଦ୍ରା ଟଙ୍କା ଆସିବା ପାଇଁ। ତ କେତେକ ହିତାଧିକାରୀମାନଙ୍କ ଆକାଉଣ୍ଟରେ ଏହି ସୁଭଦ୍ରା ଟଙ୍କା ଆସିସାରିଛି। ଯଦି ଆପଣମାନଙ୍କ ସୁଭଦ୍ରା ଟଙ୍କା ଆସିନାହିଁ ତାହେଲେ ଆପଣମାନେ ନିଶ୍ଚିତ ରୁହନ୍ତୁ, ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ଆପଣମାନଙ୍କ ଆକାଉଣ୍ଟରେ ଆସିବ। ତ ଯେଉଁମାନଙ୍କ ଆକାଉଣ୍ଟରେ ଆଜି ସୁଭଦ୍ରା ଟଙ୍କା ଆସିଛି ସେମାନେ ବହୁତ ଖୁସିରେ ଥିବେ। ତ ଯେଉଁମାନଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ ବହୁତ ଦୁଃଖରେ ଥିବେ। ତ କେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିଛି ଦୟାକରି ସେମାନେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ। ଏବଂ ଯେଉଁମାନଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ। ନଚେତ୍ ଆପଣମାନେ ମୋର ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ମୁଁ ଡେସ୍କ୍ରିପସନରେ ଦେଇଦେଇଛି। ଆପଣମାନେ ସେହି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ ଏବଂ ଆପଣମାନଙ୍କର ପ୍ରଶ୍ନ କ'ଣ ଅଛି ମୋ ସହିତ ଆପଣମାନେ ଡାଇରେକ୍ଟଲି ଯୋଗାଯୋଗ କରିପାରିବେ। ତ ଆଜି ଜାଣିବା ଆମେ କେଉଁମାନଙ୍କ ଆକାଉଣ୍ଟକୁ ଏହି ସୁଭଦ୍ରା ଟଙ୍କା ଆସିନାହିଁ ଏବଂ କ'ଣ କରିବାକୁ ପଡ଼ିବ ଏବଂ କେଉଁ ତାରିଖରେ ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇପାରିବେ ଏବଂ ଆପଣମାନେ ଏକା ସାଙ୍ଗରେ କେତୋଟି କିସ୍ତି ପାଇପାରିବେ, ସବୁକିଛି ଡିଟେଲ୍ସ ଆପଣମାନଙ୍କ ସାଥିରେ ମୁଁ ଆଜି ଆଲୋଚନା କରିବି। ତେଣୁ ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ ଏହି ଖବର ନ୍ୟୁଜ୍ ମାଧ୍ୟମରେ ପ୍ରକାଶ ପାଇଛି। ଆଜି ମୁଁ ଆପଣମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୁଭଦ୍ରା ଯୋଜନାର କିସ୍ତି ବିଷୟରେ ଏବଂ କେଉଁମାନେ ଏହି ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ କ'ଣ ନିର୍ଦ୍ଦେଶ ଦେଇଛନ୍ତି ଆଜି ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବି। ଯଦି ଆଜି ବି ହିତାଧିକାରୀଙ୍କୁ ଟଙ୍କା ନ ଆସେ ତେବେ ସେମାନେ କ'ଣ କରିବେ ଜାଣନ୍ତୁ ଏଠି। ତାପରେ ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଆସିଛି। ଏନେଇ ମହିଳାଙ୍କ ଭିତରେ ଉତ୍ସାହ ଦେଖାଯାଉଛି। କିନ୍ତୁ ସମସ୍ୟାର କଥା ହେଉଛି ଆଜି ବି କିଛି ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିନାହିଁ। ତେବେ ସେମାନେ କ'ଣ କରିବେ? ଦେଖନ୍ତୁ ଆଜ୍ଞା, ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ସମସ୍ତ ବା କେତେକ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଆସିସାରିଛି। ଏନେଇ ମହିଳାଙ୍କ ଭିତରେ ଉତ୍ସାହ ଦେଖାଯାଉଛି। ଦେଖନ୍ତୁ ଆଜ୍ଞା, ଯେଉଁମାନେ ଏହି ସୁଭଦ୍ରା ଟଙ୍କା ପାଇପାରିଲେ ବା ପାଇସାରିଛନ୍ତି ସେମାନେ ବହୁତ ଉତ୍ସାହ ହେଉଛନ୍ତି। କିନ୍ତୁ ଯେଉଁମାନେ ଏହି ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନେ ବହୁତ ଦୁଃଖରେ ଅଛନ୍ତି। ତେଣୁ ସେହି ହିତାଧିକାରୀମାନେ କ'ଣ କରିବାକୁ ପଡ଼ିବ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆଲୋଚନା କରିବି। ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ଏବେ ବି ଲାଗିଛି ଦ୍ୱନ୍ଦ୍ୱ। କିଛି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ବେଳେ କିଛି ମହିଳାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ। ହଁ ଆଜ୍ଞା, ଦେଖନ୍ତୁ ଆଜ୍ଞା, କେତେକ ହିତାଧିକାରୀଙ୍କ ପାଖକୁ ଟଙ୍କା ଆସୁଛି ତ କେତେକ ହିତାଧିକାରୀମାନଙ୍କ ପାଖକୁ ଟଙ୍କା ଆସୁନାହିଁ। ତ କ'ଣ ପାଇଁ ଏହି ଟଙ୍କା ଆସୁନାହିଁ? ସେମାନଙ୍କ ଡକୁମେଣ୍ଟସରେ କିଛି ଭୁଲ ଅଛି କି ନା କୌଣସି ଜାଗାରେ ଭୁଲ ଅଛି କି ସେମାନେ ନିଜେ ଜାଣିପାରୁନାହାନ୍ତି। ତ ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ସବୁକିଛି ଡିଟେଲ୍ସ ଆପଣମାନଙ୍କୁ କହିବି। ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦେଖନ୍ତୁ ଉପମୁଖ୍ୟମନ୍ତ୍ରୀ ବାରମ୍ବାର ଆଶ୍ୱାସନା ଦେଉଥିବା ବେଳେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସେମାନେ ହତୋତ୍ସାହିତ ହୋଇପଡ଼ୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଯେ ପ୍ରଥମେ ଆବେଦନ କରିଥିବା ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିନଥିବା ବେଳେ ପରେ ରେଜିଷ୍ଟ୍ରେସନ କରିଥିବା ମହିଳାଙ୍କୁ ମିଳିଛି ଏହି ଟଙ୍କା। ତ ଦେଖନ୍ତୁ ଆଜ୍ଞା, ମାନେ
वीडियो को स्किप न करी लास्ट पर्यंत देखंतु। तो वीडियोटी टिके लंबा हो पारे, आपण माने दया करी मैनेज करिवे। जदि आपण माने लास्ट पर्यंत देखिबे ताहेले मु 100% ग्यारंटी दउछि आपण माने निश्चित भाव में आपण मानकर भूल केउठी अछि आपण माने निजे ही जानी पारिबे। तो देखंतु उपमुख्यमंत्री बारंबार आश्वासना देउथिबा बेले महिलांको अकाउंट को टंका न आसीबारु सेमाने हतोत्साहित होई पडुछंती। तो देखंतु सबुठु बड़ कथा हेउछि जे प्रथमे आवेदन करिथिबा महिलांकु सुभद्रा टंका आसी नथिबा बेले परे रजिस्ट्रेशन करिथिबा महिलांकु मिलिछि एही टंका। देखंतु आज्ञा जेउ माने प्रथमे आवेदन करिथिले सेमानंको अकाउंट को ए पर्यंत टंका आसी नाही। तापरे देखंतु जेउ माने परे रजिस्ट्रेशन करिथिले सेमानंको अकाउंट को शीघ्र एही सुभद्रा टंका आसुछि। तो आपण मानकर भूल केउठी अछि देखंतु आज्ञा सर्वप्रथमे आपण मानंकु कहूछि आपण माने जेतेबेले एही सुभद्रा योजना रे आवेदन करिथिबे सेतेबेले आपण माने बिना ओटीपी द्वारा आपण माने आवेदन करिसंती। तो देखंतु सेही टाइम रे बिना ओटीपी द्वारा आवेदन हेउथिला। तापरे ओटीपी साहाय्य रे आपण माने आवेदन कले। तापरे एबे बायोमेट्रिक साहाय्य रे आपण माने आवेदन करुछंती। तो उपमुख्यमंत्री निर्देश देइछंती जे आपण माने जदि बिना ओटीपी साहाय्य रे सुभद्रा योजना रे आवेदन करिछंती तेबे एबे आपण माने आउ थरे बायोमेट्रिक साहाय्य रे ई-केवाईसी करंतु। जदि आपण माने बायोमेट्रिक साहाय्य रे ई-केवाईसी न करंती तेबे आपण माने एही सुभद्रा टंका पाई पारिबे नाही। एहा थिला 1 नंबर। तापरे आपण मानंकु 2 नंबर रे कहूछि आपण मानकर अकाउंट जांच करंतु। जदि आपण मानकर अकाउंट ठीक नाही ताहेले आपण मानकर अकाउंट को एही सुभद्रा टंका केबे हेले आसी पारिबो नाही। तो सर्वप्रथमे आपण माने अकाउंट रे जेपरी नाम अछि आधार रे मध्य सेहीपरी नाम रहिबा आवश्यक। जदि अकाउंट रे एग्जांपल आपण मानंकु कहूछि रामदास, तो देखंतु आपण मानकर अकाउंट रे जदि एहीपरी नाम अछि ताहेले आपण मानकर आधार रे मध्य सेहीपरी नाम रहिबा आवश्यक। जदि आपण मानकर गोटिए अक्षर भी एपट सेपट होई जाए ताहेले आपण मानकर अकाउंट को सुभद्रा टंका आसी पारिबो नाही। तो सर्वप्रथमे आपण मानकर आधार को एवं अकाउंट को जांच करंतु। तापरे आपण माने सुभद्रा टंका पाई पारिबे। तापरे आपण मानकर आधार देखंतु आधार रे निश्चित भाव रे मोबाइल नंबर रहिथिबा आवश्यक। जदि आधार रे मोबाइल नंबर नाही ताहेले सुभद्रा टंका आसी पारिबो नाही। तापरे देखंतु आपण मानकर योग्यता ठीक थिबा आवश्यक। तो आपण मानंकु गत वीडियो माध्यम रे कहिथिली। तो देखंतु आपण मानकर योग्यता जदि ठीक अछि ताहेले आपण मानंकु सुभद्रा टंका निश्चित भाव रे मिलिबो। तापरे एभली परिस्थिति रे देखा देउछि जेउठी गोटिए घरर सासु बहु एका संगरे एप्लाय करिथिले किंतु बहुंको अकाउंट को टंका आसीथिबा बेले सासुंको अकाउंट को सुभद्रा टंका आसी नाही। देखंतु आज्ञा एपरी परिस्थिति अनेक जगार देखा जाउछि। तो आपण मानकर जेउठी गोटिए घरर सासु एवं बहु एका संगरे अप्लाय करिथिले किंतु बहुंको अकाउंट को टंका आसी सारिछि किंतु सासुंको अकाउंट को टंका आसी नाही। तेबे सेमानंकु आगकु टंका आसीबो कि नाही से नै अनेक द्वंद्वरे अछंती। प्रश्न उठुछि जे आज भी टंका आसिलानी तेबे सुभद्रा टंका पुणी केबे मिलिबो। अनेक हिताधिकारी मनरे एही प्रश्न उठुछि। तो आपण मानंकु सही प्रश्नटी दूर करिबा पई एही वीडियो माध्यम रे आपण मानंकु सब किछि डिटेल्स कहिबी।
ତ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ ଯେଉଁମାନେ ଥରେ ଆବେଦନ କରିଛନ୍ତି ଓ ସେମାନଙ୍କୁ ଟଙ୍କା ଆସିନାହିଁ ସେମାନେ ଆଉ ଥରେ ପଞ୍ଜୀକରଣ କରିବା ଆବଶ୍ୟକ। ସେମାନେ କିପରି ଏ ବାବଦରେ କ୍ଲିଅର ହେବେ ଯେ ସେମାନଙ୍କ ଆକାଉଣ୍ଟକୁ ପରେ ଟଙ୍କା ଆସିବ। ତାପରେ ଦେଖନ୍ତୁ ସେପ୍ଟେମ୍ବର 17 ପୂର୍ବରୁ ଜନସେବା କେନ୍ଦ୍ରରେ ଆପ୍ଲାଏ କରିବା ପରେ ହିତାଧିକାରୀଙ୍କୁ ଏକ ରସିଦ ପ୍ରଦାନ କରାଯାଇଥିଲା ଯାହା ଆଧାରରେ ସେମାନଙ୍କ ରେଜିଷ୍ଟ୍ରେସନ ସଫଳ ହୋଇଛି ବୋଲି ସ୍ପଷ୍ଟ ହୋଇଯାଇଥିଲେ। କିନ୍ତୁ 17 ତାରିଖରେ ସେମାନଙ୍କ ପାଖକୁ ଟଙ୍କା ଆସିନଥିଲା। ଆଜି ଟଙ୍କା ନ ଆସିଥିଲେ ସେମାନେ ଦ୍ୱିତୀୟ ରେଜିଷ୍ଟ୍ରେସନ କରିବା ଜରୁରୀ କି? ଦେଖନ୍ତୁ ଆଜ୍ଞା, ଏହି ପ୍ରଶ୍ନ ସମସ୍ତଙ୍କ ହିତାଧିକାରୀମାନଙ୍କ ପାଖରେ ଅଛି। ତେଣୁ ସେପ୍ଟେମ୍ବର ପୂର୍ବରୁ ଜନସେବା କେନ୍ଦ୍ରରେ ଆପ୍ଲାଏ କରିଥିବା ପରେ ହିତାଧିକାରୀଙ୍କୁ ଏକ ରସିଦ ପ୍ରଦାନ କରାଯାଇଥିଲା ଯାହା ଆଧାରରେ ସେମାନଙ୍କୁ ରେଜିଷ୍ଟ୍ରେସନ ସଫଳ ହୋଇଛି ବୋଲି ସ୍ପଷ୍ଟ ହୋଇଯାଇଥିଲେ। କିନ୍ତୁ 17 ତାରିଖରେ ସେମାନଙ୍କ ପାଖକୁ ଟଙ୍କା ଆସିନଥିଲା। ତେଣୁ ସେମାନେ ରେଜିଷ୍ଟ୍ରେସନ କରନ୍ତୁ ନାହିଁ। ଆପଣମାନଙ୍କର ଯଦି ଫିଲ୍ଡ ଭେରିଫିକେସନ୍ ଅଛି ତାହେଲେ ଆପଣମାନଙ୍କର ବ୍ଲକ ଅଧିକାରୀ ବା ଆର୍ଆଇ ମାନେ ନିଶ୍ଚୟ ଭାବରେ ଫିଲ୍ଡ ଭେରିଫିକେସନ୍ କରିବେ ଏବଂ ପିଇଓ ମାନେ ନିଶ୍ଚୟ ଭାବରେ ଫିଲ୍ଡ ଭେରିଫିକେସନ୍ କରିବେ। ତାପରେ ଆପଣମାନଙ୍କ ଆକାଉଣ୍ଟକୁ ନିଶ୍ଚୟ ଭାବରେ ସୁଭଦ୍ରା ଟଙ୍କା ଆସିବ। ତାପରେ ଦେଖନ୍ତୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ ଦ୍ୱିତୀୟ ଥର ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସେମାନଙ୍କ ଆପ୍ଲିକେସନ୍ ସରକାରଙ୍କ ବିଚାରାଧୀନ ଅଛି। ତେଣୁ ଦ୍ୱିତୀୟ ଥର ରେଜିଷ୍ଟ୍ରେସନ କଲେ କୌଣସି ଫାଇଦା ନାହିଁ। ତ ଆସନ୍ତା 8 ତାରିଖରେ ଦିଆଯିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଫିଲ୍ଡ ଭେରିଫିକେସନ୍ ପରେ ଯେଉଁମାନେ ରହିଯିବେ ସେମାନଙ୍କୁ ରକ୍ଷାବନ୍ଧନରେ 3ଟି କିସ୍ତି ମିଳିବ। ଯେଉଁମାନେ ଯୋଗ୍ୟ ଏକାଥରେ ସେମାନେ ସୁଭଦ୍ରାର 3ଟି କିସ୍ତି ପାଇପାରିବେ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କୁ ଭିଡ଼ିଓ ପ୍ରଥମରୁ କହିଥିଲି। ତ ଦେଖନ୍ତୁ ଆସନ୍ତା 8 ତାରିଖ ବା ଶନିବାର ଦିନ ଆସନ୍ତା ଶନିବାର ଦିନ ସୁଭଦ୍ରାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ। ଫିଲ୍ଡ ଭେରିଫିକେସନ୍ ପରେ ଯେଉଁମାନେ ରହିଯିବେ ସେମାନଙ୍କୁ ଏକା ସାଙ୍ଗରେ 3ଟି କିସ୍ତି ରକ୍ଷାବନ୍ଧନରେ ପାଇପାରିବେ। ତ ଦେଖନ୍ତୁ ଆଜ୍ଞା, ଆପଣମାନେ ଚିନ୍ତା କରନ୍ତୁନି। ଯଦି ଆପଣମାନଙ୍କର ଫିଲ୍ଡ ଭେରିଫିକେସନ୍ ରହିଯାଉଛି ତେବେ ଆପଣମାନେ ଏକା ସାଙ୍ଗରେ ରକ୍ଷାବନ୍ଧନରେ 3ଟି କିସ୍ତି ପାଇପାରିବେ। ତାପରେ ଅଧିକ ସୂଚନା ପାଇଁ ହିତାଧିକାରୀମାନେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲାଇନ୍ ସୁଭଦ୍ରା ପୋର୍ଟାଲରେ ପରିଦର୍ଶନ କରିପାରିବେ। ସରକାରୀ ସାଇଟ୍ରେ ଆପଣଙ୍କ ଫର୍ମର ସ୍ଥିତି ବାବଦରେ ସବିଶେଷ ତଥ୍ୟ ଉଲ୍ଲେଖ ଥିବ। ଯଦି ଏହା ବାତିଲ ହୋଇଯାଇଥିବ ତେବେ ଏହା ରିଜେକ୍ଟ ଦର୍ଶାଇବ। ନଚେତ୍ ପରବର୍ତ୍ତୀ କିସ୍ତି ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତ ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିଲେ। ଯଦି ଆପଣମାନଙ୍କ ମନରେ କୌଣସି ପ୍ରଶ୍ନ ଅଛି ତେବେ ଭିଡ଼ିଓ ଡେସ୍କ୍ରିପସନରେ ମୁଁ ଲିଙ୍କ୍ ଦେଇଦେଇଛି ମୋର ଟେଲିଗ୍ରାମ ଚ୍ୟାନେଲ୍। ସେଠାରେ ଯାଇକି ଜଏନ୍ ହୁଅନ୍ତୁ ଏବଂ ସେଇଠି ଯାଇକି ମେସେଜ କରନ୍ତୁ। ମୁଁ 100% ରିପ୍ଲାଏ ଦେବି। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।